ଦର୍ଶକ ବନ୍ଧୁ, ହଠାତ୍ ଆସିଲେ ଅନୁଭବ ବର୍ଷାଙ୍କ ଘରକୁ। ହେଲେ କାହିଁକି ଏବଂ କ'ଣ ପାଇଁ ବର୍ଷାଙ୍କ ଘରକୁ ଆସିଛନ୍ତି ଅନୁଭବ? ଆପଣଙ୍କ ମନରେ ଏହି ପ୍ରଶ୍ନଟି ଉଙ୍କି ମାରୁଥିବ। ହଁ ଆଜ୍ଞା, କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ। ଦର୍ଶକ ବନ୍ଧୁ, ଯଦି ଅନୁଭବ ଭାଇଙ୍କୁ କେହି ଭଲ ପାଉଥିବେ ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଦର୍ଶକ ବନ୍ଧୁ, ବର୍ଷାଙ୍କୁ ଦେଖିବା ପାଇଁ ଅନୁଭବ ହଠାତ୍ ଆସିଲେ ବର୍ଷାଙ୍କ ଘରକୁ। ହେଲେ ପ୍ରଥମେ ତାଙ୍କ ଶାଶୁ ମାନେ ବର୍ଷାଙ୍କ ମାଆଙ୍କୁ ଦେଖି ପ୍ରଣାମ କଲେ ଏବଂ କିଛି କଥା ନ କହି ଭୋ ଭୋ ହୋଇ କାନ୍ଦିଲେ ଅନୁଭବ। ଶାଶୁଙ୍କୁ ଏତେ ଦିନ ପରେ ଦେଖି ଟିକେ ଭାବ ବିହ୍ୱଳ ହୋଇପଡ଼ିଲେ। ଯେତେ ହେଲେ ବି ଶାଶୁ ମା ସମାନ। ଏପଟେ ବର୍ଷାଙ୍କ ମା ବି ପ୍ରଥମେ ଅନୁଭବଙ୍କୁ ଦେଖି ଚମକି ପଡ଼ିଥିଲେ। ସେ ଅନୁଭବଙ୍କୁ କହିଲେ, ବାବା ତମେ ଏଠିକି କାହିଁକି ଆସିଲ? ଆଉ କ'ଣ ଦେଖିବା ପାଇଁ ଆସିଛ? ମୋ ଝିଅ ସହ ଏମିତି କାହିଁକି କଲ? ବର୍ଷା ତମକୁ ଆଜି ବି ମନେ ପକାଇ କାନ୍ଦୁଛି। ସେ ତମକୁ ବହୁତ ଭଲ ପାଏ। ଏହି କଥା ଶୁଣି ଅନୁଭବ କହିଲେ, ହଁ ମା, ମୁଁ ବହୁତ ବଡ଼ ଭୁଲ କରିଛି। ମୁଁ ବି ବର୍ଷାଙ୍କ ବିନା ରହିପାରୁନାହିଁ। ମା, ଆପଣ ବ୍ୟସ୍ତ ହୁଅନ୍ତୁନି। ମୁଁ ବର୍ଷାଙ୍କୁ ବହୁତ ଜଲ୍ଦି ଘରକୁ ନେଇଯିବି। ହେଲେ ମା, ହନି କୁଆଡ଼େ ଗଲେ? ମୁଁ ତାଙ୍କୁ ଟିକେ ଦେଖା କରିବି। ଏହି କଥା ଅନୁଭବ କହୁ କହୁ ସାଙ୍ଗେ ସାଙ୍ଗେ ବର୍ଷା ଆସି ପହଞ୍ଚିଗଲେ। ସେ ବି ଅନୁଭବଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଲେ। ଅନୁଭବଙ୍କୁ କିଛି ନ କହି ଆଖିରୁ ଲୁହ ଝରାଇଲେ ବର୍ଷା। ଏପଟେ ଅନୁଭବ ବର୍ଷାଙ୍କୁ କଥା ଦେଇ କହିଲେ, ହନି ତମେ ଜମା ମନ ଦୁଃଖ କରନା। ସେ ପଛ କଥାକୁ ଭୁଲିଯାଅ। ମୁଁ ତମକୁ କଥା ଦେଉଛି, ମୁଁ ତୁମକୁ ନିଶ୍ଚିତ ଦିନେ ନା ଦିନେ ଆମ ଘରକୁ ନେଇଯିବି। ଏହି କଥା କହି ବର୍ଷାଙ୍କୁ ଦେଖା କରି ତାଙ୍କ ସହ ଦୁଇ ପଦ କଥା ହେଲେ ଅନୁଭବ ଏବଂ ତାଙ୍କ ମନର ଦୁଃଖ ଟିକେ ହାଲକା କଲେ। ହେଲେ ଦର୍ଶକ ବନ୍ଧୁ, ବଡ଼ ଘର ବଡ଼ ଗୁମର କଥା। ଆମେ ଏତିକି କହିବୁ, ଅନୁଭବ କହିଥିବା କଥା ସତ ହେଇଯାଉ। ବର୍ଷାଙ୍କୁ ସେ କେବେ ନେବେ ଦେଖିବାକୁ ବାକି ରହିଲା। ହେଲେ ଅନୁଭବ ବର୍ଷାଙ୍କୁ ସେତିକି ଭଲ ପାଉଛନ୍ତି ବୋଲି ତାଙ୍କୁ ଟିକେ ଦେଖିବା ପାଇଁ ତାଙ୍କ ଘରକୁ ପଳେଇ ଆସିଥିଲେ। ଦର୍ଶକ ବନ୍ଧୁ, ସୂଚନା ଆଜି ପାଇଁ ଏତିକି। ଭିଡ଼ିଓ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର।